ओं नमो भगवते वासुदेवाय। द्वितीय स्कंध प्रथम अध्याय। श्री भागवत ग्रंथ सार उद्देश्य लक्षण ताहार। द्वितीय स्कंधे वर्णित 10 अध्याये समापत। तामध्ये प्रथम अध्याये कीर्तन श्रवणादि द्वारे स्थूल विराट रूपे मन धारणा होइछि वर्णन। हरिचरण चिंति ध्याने कोमल गभीर वचने रोम पुलक निज देहि सुख कहन्ति राजा चाहि। श्री शुकवाच हे परीक्षित नृपवर गरिष्ठ प्रश्न एतोहर पचारु जीव लोक हिते जे प्रश्न अछि तोर चिते। हे आत्मा ज्ञानी कर सार एथे संसार उपकार। श्रोतव्य प्रश्न अछि जेते आगम निगम कते। सहस्र सहस्र प्रकारे प्रश्न जे अछि ए संसारे। संसार करिबार आसे जेते अछंती गृह बासे। इंद्रिय बसे गृहे थाई आत्मा रहिते ज्ञान नाही। आयुष क्षय न जानती विषय अर्थ नित्य चिंती। निशाहरई अर्ध बेले निद्रा बोधु संग मेल। दिवसे अर्थ चिंताकुल कुटुंब पोषणे विकल। अर्ध आयुष एणे नाश निरते सुख दुखे प्रास। सुत कलत्र देह पाई आनंदे तांक मध्ये थाई। विष्णुर माया सत्य चिंती निकटे मृत्यु न देखंती। मरण देखु थाई डोळे अज्ञाने भ्रमे सुख भोळे। एणु संसार प्राणींकर आत्मार गति अगोचर। एणु संसार भाव तेजी आत्मार गति चित्ते हेजी। जे हरि सर्व घटे पुरे निर्लेप बाह्य अभ्यंतरे। तार महिमा शुणी कर्णे नामकु उच्चारि बदने। स्मरण कर हृदगते जेबे अभय इच्छा चित्ते। एक कथा सांख्य जोगे जानी स्वधर्म निष्ठा परिमाणी। जन्मर लाभ ए प्रमाण अन्ते स्मरण नारायण। पूर्वे निर्मल मुनि जेते तत्व विचारी वेद मते। विधि निषेध दूर करी विष्णुर भाव हृदे धरी। विष्णुर गुण अनुक्षणे गुणन्ति शुणन्ति श्रवणे। ए भागवत धर्मवाणी ब्रह्म समाने परिमाणी। द्वापर जुग अंत काले मुझे अनेक शिष्य मेले। मोर जनक व्यास मुनि मुहि ताहांक शिक्षा घेनी। निर्गुण मार्गे मोर चित्त विष्णुर भाव हेला जात। निश्चल जोगे मन थोई जेबा अभ्यास कली मुहि। कहिबि तोर आगे ताहा शुण राजन पुण्य देहा। ए भागवत बाणी कर्णे जे शुणे श्रद्धा अवधाने। मुकुंद पादे तांक मन निश्चले रहे अनुक्षण। कामी मुमुखु किबा ज्ञानी हरि कीर्तन कले प्राणी। अभीष्ट फल तेणे पाए निर्भय पथे चित्त रहे। जोग अभ्यासे जोगी जने दीर्घे जीवंती जोग ध्याने। से पुणी कृष्ण नाम मुखे कहन्ति एक कुआरके। दिन बंचंती कृष्ण गाई
ଅନ୍ତରେ ତାର ପଦ ଧ୍ୟାଇ। ଯେ ହରି ନ ବୋଲେ ବଦନେ କି ପ୍ରୟୋଜନ ଯୋଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ ହେ ନୃପ ଶୁଣ ମନ ଦେଇ। ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଯେ ବା ମୁଖେ ଭଣି। ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ କି ଭାବ ବହୁ ସଂବତ୍ସରେ। ଖଟ୍ୱାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା। ରିପୁ ସଂହାରୀ ଦେବ ପାଶେ ମିଳିଲା ଭକତି ବିଶ୍ୱାସେ। ଦେବେ ବୋଇଲେ ମାଗ ବର ଶୁଣି ବୋଇଲା ନୃପବର। ଆୟୁଷ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତ ଜୀବନ ଶୁଣି ସନ୍ତୋଷ ରାଜା ମନ। ତକ୍ଷଣେ ଆସି ମହି ତଳେ ଭଜିଲା ଅକିଞ୍ଚନ ମେଳେ। ମୁହୂର୍ତ୍ତେ ନାମ ଉଚ୍ଚାରିଲା ଅନ୍ତେ ସେ ଗୋବିନ୍ଦେ ପଶିଲା। ଏବେ ଶପଥ ଦିନ ଯାଏ ଜୀବନ ଥିବ ତୋର ଦେହେ। ଏବେ ହରିଙ୍କି ଆଶ୍ରେ କର କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର। ଯେ ଅନ୍ତକାଳେ କୃଷ୍ଣ ବାଣୀ ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି। ଯେତେ ବିଷୟ ଆତ୍ମା ଭେଦି ଅସଙ୍ଗ ଶସ୍ତ୍ରେ ତାହା ଛେଦି। ବେଗେ ସେ ପଶେ କୃଷ୍ଣ ଭାବେ ଶୁଣ କହିବା ତତେ ଏବେ। ଯେ ପ୍ରାଣୀ ଅନ୍ତ କାଳ ଜାଣି ଆତ୍ମାର ହିତ ମନେ ଗୁଣି। ଘରୁ ବାହାର ହୋଇ ବନେ ତପ ଆଗରେ ଧୀର ମନେ। ସ୍ନାହାନ ସାରି ତୀର୍ଥ ଜଳେ ଆସନେ ବସିବ ନିଶ୍ଚଳେ। ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ। ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିବୃତ ବ୍ରହ୍ମ ସୁମରଣେ। ପ୍ରାଣ ପବନ ଯୋଗେ ରୁନ୍ଧି ସକଳ ଇନ୍ଦ୍ରିୟ ନିରୋଧି। ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ସଂହାରି। କର୍ମ ଚଞ୍ଚଳ ମନ ବଳେ ନିରୋପି କୃଷ୍ଣ ପାଦ ତଳେ। ତାର ଶରୀର ଅବୟବେ ଚିନ୍ତିବ ଏକେ ଏକେ ଭାବେ। ମନକୁ ନିର୍ବିଷୟ କରି ସକଳ ଚିନ୍ତା ପରିହରି। ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ। ସ୍ୱଭାବେ ମନ ଦୁଷ୍ଟପଣେ ଆବୃତ ରଜ ତମ ଗୁଣେ। ଏଣୁ ଧାରଣା ଆଶ୍ରେ କରି ମନର ମଳ ଅପହରି। ଏମନ୍ତ ଯୋଗର ଧାରଣ ଯୋଗୀଙ୍କ ଭକତି ଲକ୍ଷଣ। ଯେ ଭକ୍ତି ଧାରଣାର ବଳେ ଯୋଗ ପ୍ରାପତ ଅଳ୍ପ କାଳେ। ଏମନ୍ତ ସୁକ ମୁଖୁ ଶୁଣି ପରୀକ୍ଷ ବୋଲେ ମନେ ଗୁଣି। ରାଜା ପରୀକ୍ଷିତ ଉବାଚ ଧାରଣା ଯୋଗ ଚିତ୍ତେ ଧରି। ଯେମନ୍ତେ ତୋରେ ବ୍ରହ୍ମଚାରୀ। ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୁମଳ। ଏ ଯୋଗ ଧାରଣା ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ। ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି। ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୁମଳ ହରେ। ତା ବିଧି ବିଧାନ ଯୁକତେ ସଂକ୍ଷେପି କହ ମୋ ଗ୍ରତେ। ଏମନ୍ତ ରାଜାଙ୍କ ବଚନେ ସେ ସୁକ କହନ୍ତି ପ୍ରସନ୍ନେ। ଶ୍ରୀଶୁକ ଉବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ। ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷେ ଗୋବିନ୍ଦ ଶରୀର ଅତ୍ୟନ୍ତ ସ୍ଥୂଳତର। ଯହିଁ ସଂସାର ପରମାଣ
ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରହ୍ମାଣ୍ଡ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ରୂପ ଅଙ୍ଗ ମଧ୍ୟେ ପାତାଳ ବୋଲି ପାଦମୂଳ ପାଦଗ୍ର ରସାତଳ ଚରଣ ଗୁଲ୍ଫ ମହାତଳ ଜଙ୍ଘ ଯୁଗଳ ତଳାତଳ ସୁତଳ ବୋଲି ଜାନୁ ଯୁଗେ ବିତାଳ ତଳ ଉରୁ ଭାଗେ ଜଘନ ଦେଶ ମହିତଳ ନାଭିବର ନଭସ୍ଥଳ ସ୍ୱର୍ଲୋକ ହୃଦୟରେ ବସେ ଜ୍ୟୋତି ସମୂହ ପରକାଶେ କଣ୍ଠ ଆଶ୍ରିତ ମୋହର୍ଲୋକ ବଦନେ ବସେ ଜନଲୋକ ଲଲାଟେ ତପ ଲୋକ ବସେ ସତ୍ୟକଳ୍ପିତ ଶିର ଦେଶେ ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ କର୍ଣ୍ଣେ ଯାହାର ଅଷ୍ଟଦିଶା ଅଶ୍ୱିନୀ କୁମାରେ ଜାନାସା ଜଳନ୍ତା ଅଗ୍ନି ଯାବଦନ ନୟନ ଗୋଲୋକ ଗଗନ ତପନ ଯାର ଚକ୍ଷୁ ବେନି ଉଦୟ ଅସ୍ତ ପକ୍ଷ୍ମ ବେନି ଯାର ଭ୍ରୁଭଙ୍ଗ ବ୍ରହ୍ମପଦ ସଲିଳ ତାଳୁ ରସ ଜିହ୍ୱ ସକଳ ବେଦ ବ୍ରହ୍ମରନ୍ଧ୍ର ବିକଟ ଦନ୍ତ ଯମପଦ ଯାହାର ତୁଣ୍ଡେ ସ୍ନେହ କଳା ଅର୍ଦ୍ଧ ଊର୍ଦ୍ଧ୍ୱରେ ଦନ୍ତମାଳା ଜନ ଉନ୍ମାଦ ଯାର ହ୍ରାସ ଯା ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଓଷ୍ଠେ ଲଜ୍ଜା ବସେ ଲୋଭ ବସଇ ଅଧ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ବସେ ପୃଷ୍ଠ ଭାଗେ ମେଢ଼୍ରେ ବସଇ ପ୍ରଜାପତି ମିତ୍ରା ବରୁଣ କୋଶେ ସ୍ଥିତି ଉଦଧି ଯାହାର ଉଦର ଅସ୍ଥି ସମୂହ ମହୀଧର ଶିରା ସମୂହ ନଦୀଗଣ ବୃକ୍ଷ ଔଷଧି ତନୁରୋମ ଅନନ୍ତ ବୀର୍ଯ୍ୟ ଯହିଁ ବସେ ଶ୍ୱାସ ପବନ ଅଣଞ୍ଚାଶେ ଯାହାର ଗତି ଜାଣ କାଳ ଜୀବ ସଂସାର ଯାର ଖେଳ ଜିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ର ସୀମା କରଭ ଅଶ୍ୱତର ନଖ ସମୂହ କରିବର ଯେ ପଶୁ ମୃଗାଦି ବିଶେଷ ସର୍ବକଳ୍ପିତ ଶ୍ରେଣୀ ଦେଶ ପକ୍ଷିଏ ଯାର ବ୍ୟାକରଣ ବୁଦ୍ଧି ବିଷୟ ମନୁଗଣ ଯାର ନିବାସ ନର ଦେହ ଯହିଁ କଳ୍ପିତ ମାୟା ମୋହ ଗନ୍ଧର୍ବ ବିଦ୍ୟାଧର ଆଦି ଚାରଣ ଗଣିକା ପ୍ରସିଦ୍ଧି କିନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଳ୍ପିତ ସୁର ବ୍ରାହ୍ମଣ ଯାର ମୁଖୁ ଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ ଉରୁରୁ ବୈଶ୍ୟ ଉତ୍ତପତି ପାଦରୁ ଜାତ ଶୂଦ୍ର ଜାତି ନାନା ପ୍ରକାର ନାମ ବହି ଅଭୀଷ୍ଟ ଦେବେ ଯାର ଦେହି ନିଗମ କର୍ମ କାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ ଏମନ୍ତେ ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟେ ଏମନ୍ତେ ଏ ସ୍ଥୂଳ ଶରୀରେ ଧାରଣା ଯୋଗେ ନିର୍ବିକାରେ
ମନ ଧର ତୁ ଯୋଗ ବଳେ ବିଷ୍ଣୁର ଚରଣ କୋମଳେ। ସର୍ବସ୍ୱରୂପ ଭଗବାନ ତା ତହୁଁ କେବା ଅଛି ଆନ। ସେ ସର୍ବବୁଦ୍ଧି ଅନୁଭବ ଜୀବ ପରମ ପଦ୍ମନାଭ। ସତ୍ୟ ପରମାନନ୍ଦ ନିଧି ତାର ଭଜନ ସର୍ବସିଦ୍ଧି। ଜନ୍ମ ମରଣ ଯାର ତହୁଁ କେବା ଗୋଚରେ ତାହା କହୁଁ। ସ୍ୱପ୍ନରେ ଜୀବର ଯେ ମନ୍ତ ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ। ସେ ସର୍ବ ମିଥ୍ୟା ଜୀବ ସତ୍ୟ ଏ ଜ୍ଞାନେ ହୁଅଇ ମୁକତ। ଏମନ୍ତ କହି ଶୁକ ମୁନି ହରଷେ ହରି ଭାବ ଘେନି। ଆନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ। ଦ୍ୱିତୀୟ ସ୍କନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ। ଅମୃତ ବାଣୀ ରସମୟେ ପିୟ ଜୀବନ ଅନ୍ତ ଯାଏ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ମହାପୁରୁଷ ସଂସ୍ଥାନୁବର୍ଣ୍ଣନଂ ନାମ ପ୍ରଥମ ଅଧ୍ୟାୟ।